ମୁଁ କିଛି ବି କହିପାରିବିନି। କଥା ହେଇନାହାନ୍ତି ଏବେ ଯାଏଁ ନାଇଁ 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 ଥରଟି ବି କଥା ହେଇନାହାନ୍ତି। ନାଇଁ କଥା ହେଇନି। ଆପଣ ଯେତେବେଳେ ଏପଟେ କାଳିଆ ବାବୁଙ୍କ ପାଖରୁ ପଇସା ନେଇ ଆସିଛନ୍ତି ସେଇ ପାଇଁ ମନଉଣା କରିଛନ୍ତି କି? ନା ବାବୁ ମୋତେ କହିବାରୁ ମୁଁ ପଇସା ଆଣିଛି। ଆଚ୍ଛା ବାବୁ ମୋତେ ମନା କରିବାରୁ ମୁଁ ପଇସା ଆଣିଛି ଅଲଗା ପାର୍ଟିରୁ। ତାପରେ ମୁଁ ପଇସା ଆଣିବାର ବହୁତ ଦିନ ପରେ ଡିସେମ୍ବର 30 ତାରିଖ ଦିନ ବାବୁଙ୍କର ମୋର ଗୋଟେ ଯୁକ୍ତି ତର୍କ ଭିତରେ ବାବୁ ମୋତେ ପଇସା ପଠେଇଦେଲେ 9 ଲକ୍ଷ ଟଙ୍କା। ଗୋଟେ ଥର 5 ଲକ୍ଷ ଗୋଟେ ଥର 4 ଲକ୍ଷ ଏମିତି ପଠେଇଦେଲେ। ଅନଲାଇନରେ। ହଁ ଆଚ୍ଛା ପଠେଇ ଦେଇକି କହିଲେ ଦେଖିବା ଏବେ ତୁ କେମିତି ନ ରହିବୁ। ଆଉ ମୁଁ ବି ବାବୁଙ୍କୁ କହିଛି, ମୁଁ କହିଲି ବାବୁ ଆପଣ ପଇସା ଆପଣ ରିଟର୍ନ ନେଇଯାଆନ୍ତୁ ପର ମୁହୂର୍ତ୍ତରେ। ମୁଁ ଆଜ୍ଞା ରହିପାରିବିନି। ନା ନା ସେମିତି ହେଇପାରିବନି। ମୋତେ ଲାଗୁନି ତୋତେ ଓଡ଼ିଶାରେ କେଉଁ ମାଲିକ ରଖିବି ବୋଲି ଆଉ। ରହିବାଟା ମୋ ପାଖରେ ଫାଇନାଲ୍, ମୁଁ ପଇସା କିନ୍ତୁ ରିଟର୍ନ ଆଉ ନେବିନି। ହଁ ମାଲିକଙ୍କର ୟୁନିୟନ ଅଛି ଆଜ୍ଞା, ଯଦି ସେମାନେ ଏକାଠି ହେଇଗଲେ ଆଉ ଆପଣଙ୍କୁ କିଏ ରଖିବ ବୋଲି ଆଲୋଚନା କଲେ ନିଷ୍କର୍ଷ ବାହାର କଲେ ତେବେ ସୁଯୋଗ କୋଉଠି ମିଳିଲେ କୋଉଠି ରହିବେ ଆପଣ? ଯିଏ ସୁଯୋଗ ଦେବ ତା ପାଖରେ ରହିବି, କିଛି ଅସୁବିଧା ନାହିଁ। ବାବୁ ତ ଅଲରେଡ଼ି ସୁଯୋଗ ଦେବେ ବୋଲି ତ ମୋତେ ପଇସା ଦେଇଛନ୍ତି ନା କାଳିଆକୁ। ତ ଆପଣ ସୂର୍ଯ୍ୟ ମନ୍ଦିରରେ ନାଚିବେ? ଆସନ୍ତା ବର୍ଷ ସୂର୍ଯ୍ୟ ମନ୍ଦିରରେ, ଏ ବର୍ଷ ତ ନୁହଁ।